ରାଉରକେଲା ସଚେତନତା ନାଗରିକ ମଞ୍ଚର 10ମ ବାର୍ଷିକ ଉତ୍ସବ ଓ କାର୍ଯ୍ୟାଳୟର ଉଦ୍ଘାଟନ ଛେଣ୍ଡଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ବିମଳ କୁମାର ବିଶୀଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ପିପି ରାୟ ତଥା ଲୋକ ସମ୍ପର୍କ ଅଧିକାରୀ କୁଞ୍ଜ ବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଜଗବନ୍ଧୁ ଜେନା, ଆନନ୍ଦ ଚନ୍ଦ୍ର ମହାନ୍ତି, ନଳିନୀକାନ୍ତ ଧର, ଡାକ୍ତର ବସନ୍ତ କୁମାର ଦାସ, ଚନ୍ଦ୍ରଶେଖର ଶତପଥୀ, ସୁନୀଲ କୟାଲ, ମିନତୀ ଦେବତା, ଦେବବ୍ରତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଛେଣ୍ଡସ୍ଥିତ ନିଜସ୍ୱ କାର୍ଯ୍ୟାଳୟ HIGDA/1 ବିର୍ସା ମୁଣ୍ଡା ହାଉସିଂ କଲୋନୀକୁ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ଦିବଂଗତ ସଦସ୍ୟ ଭରତ ଚନ୍ଦ୍ର ପରିଡ଼ା ଓ ରାଜୀବ କରଣଙ୍କ ବିୟୋଗରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ମଞ୍ଚ ଦ୍ୱାରା ଉତ୍ଥାପିତ 18 ଦଫା ଦାବି ସମ୍ପର୍କରେ ଆଲୋଚନା କରାଯିବାରେ ମଧ୍ୟ ଉପସ୍ଥିତ ବୟୋଜ୍ୟେଷ୍ଠମାନେ ଭାଗ ନେଇଥିଲେ। ଏହି ଦାବି ଆଲୋଚନାରେ କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା, ନଳିନୀକାନ୍ତ ଧର, ଡକ୍ଟର କିଶୋର ଦାସ, ଶୈଳେନ୍ଦ୍ର ମହାନ୍ତି, ଅଜିତ ପୂଜାରୀ, ଖୋଦାଳ ସେଠୀ, ବୀରେନ ସେନାପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରାୟ 150ରୁ ଉର୍ଦ୍ଧ୍ୱ ସଦସ୍ୟ ଓ ସଦସ୍ୟମାନେ ଯୋଗ ଦେଇଥିଲେ। ଶେଷରେ ସଂଯୋଜକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ରାଉରକେଲାରୁ ଶ୍ରୀ ନବୀନ କୁମାର ପ୍ରଧାନଙ୍କ ସହ ଡକ୍ଟର ପ୍ରମୋଦ କୁମାର ଜଗଦେବଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।